ଚିତ୍ତୋଳ ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ। ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ ଚିତ୍ତୋଳ ସେବା ସମବାୟ ସମିତିରେ ଶତାଧିକ ଚାଷୀ ଆଜି ପୂର୍ବାହ୍ନ 11ଟା ସମୟରେ ସମିତି କାର୍ଯ୍ୟାଳୟରେ ତାଲା ପକାଇ କରିଛନ୍ତି ଆନ୍ଦୋଳନ। କାର୍ଯ୍ୟାଳୟ ଭିତରେ ସହସମ୍ପାଦକ ପ୍ରଦୀପ ନାୟକ ସମେତ 3 କର୍ମଚାରୀଙ୍କୁ ତାଲା ପକାଇ ଚାଷୀ ଅଟକ ରଖିଛନ୍ତି। ଚାଷୀମାନେ 5ଟି ଦାବି ପୂରଣ ନେଇ ଏହି ତାଲା ପକାଇଥିଲେ। ଧାନ ମଣ୍ଡି ଖୋଲିବା, ବେପାରୀଙ୍କ ଟୋକନ ବାତିଲ କରି ସାଧାରଣ ଚାଷୀଙ୍କୁ ଟୋକନ ଦେଇ ଧାନ କିଣିବା ଆଦି ଦାବି କରିଥିଲେ। सरकार आमर दाबी मानिनियो समस्त धान एठारे किना जाऊ मिल की पठान जाई समस्त धान एठी किना जाऊ कटिंग छटिंग बंद करा जाऊ सेक्रेटरी रूम चाबी पड़ी चाबी खोला हेले चाषी करे धान किना आरंभ हेबो ମୁଁ ଦଉଛି ନିଅନ୍ତୁ ପୋଷ୍ଟ ଆପଣ ମୋ ପରେ କହିବେ।